अरे भाई तुम मुहटा कौन शुखिला शुखिला देखा जाउची कौन तुम देह भल नहीं कि नहीं मो भाई आउ तले कौन है तुमर कौन कहबी भाई भूल करे कुआड़े कोरोना रोगर प्रकोप कमी गलानी। अरे भाई कोरोना रोग कमिया सांगे तुमर मन दुख हेबार कारण कौन मन दुख हबनी कोरोना रोगरे अधिक लोक मरुतिले बोली जमराज मते तम सहित नुआ करी चाकरी रे रखिथिले हेले कोरोना रोग कमी जिबा कारण काम एठी आउ अधिक नाही मु गोडे सुनुची मते जमराजा चाकरी रु बाहर करि देबे। ओहो तले एइदि पई तुम मन दुख हबनी तमर सिना भाई एठी स्थायी चाकरी किछि नाही हेले मो कथा टिके चिंता कलो चाकरी पळैले मु कोन करिवि मो पिला छुआ कोन करिवे मो परिवार केमिति चलिबो कौन करिबा भाई हौ महाराजा आसंतु तुम कथा तांको जणाइबा। देखिलो भाई चित्रगुप्त महाशय सभा मंचरु आसंतु ना कोन अरे हां तो भाई इयाडे आसुचंती चित्रगुप्त महाशय विक्रम बेतालंक प्रणिपात जणाउछु। हौ ठीक अछि। अरे मो आसिला बेलकु तुमे दुई जण जांक को विषय गोटे आलोचना करथिलो नाई मो महाशय कथा कौन कि भाई कहते जे भूल लोकर कुआड़े कोरोना रो एते लोक मरु ना सेही काम भी नहीं महाराज कुआड़े भाई को चाकरी रु बाहर कर देवे सेही मनटा दुख यही विषय टिके कथा होलु महाशय आपण तो महाराजा अति पाख लोक भाई को टिके चाकरी न बाहर करने कहले हुंतानी भारी कामिका पिलाटी। हौ हौ देखिबा महाराज आसंतु या कथा महाराज को जणैबा हेले मते आगे कह ए भूल करू एते शीघ्र कोरोना गला कुआडे नाई मो महाशय कोरोना कुआडे भी जाइनी आ ताहाले भूल करे आगो भली एते लोक मरु नाहती कोन पाई आपण कोन जानि नाती महाशय कोरोना रोग टीका बाहरी लानी टीका नबा कारण एते लोक मरु नाहती। ओहो एते कथा ताहाले हौ छाड़ से कथा महाराज आसीबार समय हो गेलानी जदि से आसी देखंती आमे समस्त एठी गपछ बोली ताहाले तुम चाकरी तो जीव ता सहित मो चाकरी को नै जीवे। महाशय महाराज आसीबे ना महाराज आसीबे कौन सभा मंचर को आसिले ना कौन अरे सत्य तो हौ हौ तुम माने जाओ जय महाराज को सिंहासन सजाड़ी दियो आ महाराज को आशीर्वाद खबर ये सब प्रजा मंडली को जणाई दियो। आज्ञा महाशय जणाई दे। होशियार 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 सावधान 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 वर्तमान सभा मंच को प्रतापी प्रबल पराक्रमी मृत्युर सौदागर श्री 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 जम महाराज सभा मंच को विराजमान करुअछंती। जम महाराज आज सभा कार्य आरंभ आज्ञा महाराज चित्रगुप्त तुमर पांजिका देखि मते आज कुह आज केउ आपनर विचार करा दिबो। महाराज महाराज
ଆଜି ଯେଉଁ ଆତ୍ମାର ବିଚାର କରାଯିବ ସେ ଭୂଲୋକରେ ଅନ୍ନଦାତା ଭାବରେ ପରିଚିତ, ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି। ଆଜି ସେହି ପୁଣ୍ୟ ଆତ୍ମାର ବିଚାର ହେବ ମହାରାଜ। ତାହେଲେ ବିଳମ୍ବ କାହିଁକି ଚିତ୍ରଗୁପ୍ତ? ସେ ଆତ୍ମାକୁ ସଭା ମଞ୍ଚକୁ ଡକାଯାଉ। ଆଜ୍ଞା ମହାରାଜ। ସୈନ୍ୟଗଣ ତୁମେ ମାନେ ଯାଅ, ଯାଇ ସେ ଆତ୍ମାକୁ ଏ ସଭା ମଞ୍ଚକୁ ନେଇ ଆସ। ଆଜ୍ଞା ମହାଶୟ। प्रणाम जम महाराज। ଚିତ୍ରଗୁପ୍ତ, ଏ ଆତ୍ମାର ପାପ ପୁଣ୍ୟ ବିଷୟରେ ମୋତେ ଜଣାଅ। ମହାରାଜ, ଏ ଆତ୍ମା ତା ଜୀବନରେ କିଛି ପୁଣ୍ୟ କାମ ତ କରିଛି, ହେଲେ ପାପ ବି କରିଛି। କଣ କହୁଛ ଚିତ୍ରଗୁପ୍ତ? ଯେ ଏ ସାରା ସଂସାରକୁ ଖାଦ୍ୟ ଯୋଗାଇଲା ଭଳି ଏକ ପୁଣ୍ୟ କାମ କରୁଛି, ସେ ପୁଣି ପାପ କରିଛି? କି ପ୍ରକାରର ଚିତ୍ରଗୁପ୍ତ, କି ପ୍ରକାରର? ହଁ ମହାରାଜ, ସେ ଆତ୍ମା ପାପ କରିଛି। ମହାରାଜ, ଏ ଚାଷୀ ଅଧିକ ଫସଲ ଅମଳ ଆଶାରେ ତା ଫସଲରେ କେମିକାଲର ପ୍ରୟୋଗ କରିଛି। କେମିକାଲ ପ୍ରୟୋଗ କରି ଚାଷୀ ଅଧିକ ଫସଲ ଅମଳ କରିଛି ସତ, ହେଲେ ସେହି ପନିପରିବାକୁ ଖାଇ ଲୋକମାନେ ବହୁତ ବିଭିନ୍ନ ରୋଗରେ ପଡୁଛନ୍ତି, ତ ଆଉ କେହି କେହି ମୃତ୍ୟୁବରଣ ବି କରୁଛନ୍ତି। ମହାରାଜ, ଆପଣ ସିଧା ଏ ଚାଷୀକୁ ସେ ବିଷୟରେ ପଚାରନ୍ତୁ, ସେ ଆପଣଙ୍କୁ ସବୁ ଠିକ ଠିକ କହିବ। ହେ ଆତ୍ମା, ତୁମେ ତ ଭୁଲ କରି ଏତେ ମହାନ କାମ କରୁଥିଲ, ହେଲେ କିଛି ଅଧିକ ଅର୍ଥ ଲୋଭ ଲାଳସାରେ ତୁମେ ଏପରି ପାପ କାର୍ଯ୍ୟ କଣ ପାଇଁ କଲ? ହଁ ମହାରାଜ, ମୁଁ ମାନୁଛି ମୁଁ ପାପ କାର୍ଯ୍ୟ କରିଛି, ହେଲେ ମୋ ନିଜ ଇଚ୍ଛାରେ ନୁହେଁ ମହାରାଜ। ମୋତେ ସମାଜ ଆଉ ମୋ ପରିସ୍ଥିତି ବାଧ୍ୟ କରିଛି ମହାରାଜ, ବାଧ୍ୟ କରିଛି। ହେଲେ ଏମିତି ଭୁଲ କଲେ କି ପରିସ୍ଥିତି ହେଲା ଯେ ତୁମେ ଏପରି ପାପ କାର୍ଯ୍ୟ କରିବାକୁ ବାଧ୍ୟ ହେଲ? ମହାରାଜ, ଭୁଲ ପରେ ଯେମିତି ଭ୍ରଷ୍ଟାଚାର ଆଉ ଅତ୍ୟାଚାର ବଢି ଚାଲିଛି, ସେଠି ଆମମାନଙ୍କ ଭଳି ଗରିବ ଚାଷୀମାନେ ବଞ୍ଚିବା ବହୁତ କଷ୍ଟକର ହୋଇ ପଡ଼ିଲାଣି ମହାରାଜ। କଣ କହୁଛି ଚିତ୍ରଗୁପ୍ତ? ଏ ଆତ୍ମା ସତରେ କଣ ଭୁଲ କରେ ଦୁର୍ନୀତି ଆଉ ଭ୍ରଷ୍ଟାଚାର ବଢି ଯାଇଛି? ହଁ ମହାରାଜ, ସେ ଆତ୍ମା ସତ କହୁଛି। ଖାଲି ସେତିକି ନୁହେଁ ମହାରାଜ, ଭୂଲୋକରେ ଭାରତ ଭୂଖଣ୍ଡ ଭଳି ଗୋଟେ ପ୍ରଦେଶ ଅଛି, ଯେଉଁଠି ଦୁର୍ନୀତି ଓ ଅତ୍ୟାଚାର ବହୁମାତ୍ରାରେ ବଢି ଯାଇଛି। କଣ କହୁଛ ଚିତ୍ରଗୁପ୍ତ? ଭାରତ ଭଳି ଏକ ପବିତ୍ର ଦେବଭୂମିରେ ପୁଣି ଦୁର୍ନୀତି? ହଁ ମହାରାଜ। ଚିତ୍ରଗୁପ୍ତ, ସେଠିକାର ଲୋକମାନେ କଣ ବିଚାର ଆଉ ବିବେକ ଶୂନ୍ୟ ହୋଇଗଲେଣି? ସମସ୍ତେ ନିଜ କଥା ଚିନ୍ତା କରୁଛନ୍ତି, କେହି ଦେଶ କଥା ଚିନ୍ତା କରୁନାହାନ୍ତି। ନାଇଁ ମହାରାଜ, ଭୂଲୋକର ଲୋକମାନେ କେବଳ ନିଜ ସ୍ୱାର୍ଥରେ ବୁଡ଼ି ରହୁଛନ୍ତି। ମହାରାଜ, ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ମହାରାଜ, ଆପଣ ଯାଇ ଭୂଲୋକରେ ଥରେ ବୁଲି ଆସନ୍ତୁ ମହାରାଜ, ଆପଣ ସବୁ କିଛି ବୁଝିପାରିବେ ମହାରାଜ। ତମେ ଠିକ କହିଛ ଆତ୍ମା, ମୁଁ ନିଶ୍ଚୟ ଭୂଲୋକକୁ ଯିବି। ଚିତ୍ରଗୁପ୍ତ, ମୋର ଭୂଲୋକକୁ ଯିବା ପାଇଁ ବନ୍ଦୋବସ୍ତ କରାଯାଉ। ଆଜ୍ଞା ମହାରାଜ। ଆଉ ଆମେ ଯିବା ଭିତରେ ଆମ ସାଙ୍ଗରେ ମଧ୍ୟ ଏ ଆତ୍ମାକୁ ନେଇଯିବା। ଆଜ୍ଞା ମହାରାଜ। ତାହେଲେ ବିଳମ୍ବ କାହିଁକି ଚିତ୍ରଗୁପ୍ତ? ନାଇଁ ମହାରାଜ। ଯିବା ତାହେଲେ ଚିତ୍ରଗୁପ୍ତ। ଆଜ୍ଞା ମହାରାଜ। ସୈନ୍ୟମାନେ ତୁମେ ଆତ୍ମାକୁ ଆମ ସଙ୍ଗରେ ନେଇକି ଆସ। ଆଜ୍ଞା ମହାଶୟ। ହେ ଆତ୍ମା, ଆମେ ଭୂଲୋକରେ ପହଞ୍ଚିବା ଭିତରେ ତୁମ ପରିସ୍ଥିତି ବିଷୟରେ ଆମକୁ ଜଣାଅ। ଆଜକୁ ପ୍ରାୟ 30 ବର୍ଷ ତଳର କଥା, ମୋ ଝିଅ ଖୁସିର ପରୀକ୍ଷା ଫଳ ବାହାରିଥାଏ। खुशी बहु, ये खुशी बहु, खुशी बहु कौन हेला? सुरुज आसी मुंड उपयोग हेलेनी, तमे परा दीटा कोन खाइबा को देले मु खाई की बिल्लू को देबी परा। हौ हौ, तमे ओ राग ना, तमे गलो धोई हे आसीबो, मु तम पई खाइबा को बागुची। हौ
ଯାହା କୁହ ଖୁସି ବୋଉ, ତମ ହାତ ତିଆରି ବଢି ଚୁନାର ଯୋଉ ବାସ୍ନା ନା, ଓହୋ, ପାଇକି ଯିବି। ହଉ ହେଲା, ତମର ଯୋଉ କଥା ନା। ଆଚ୍ଛା ଖୁସି ବୋଉ, ଆମ ଖୁସି ଆଉ ସୀମା କାହିଁ କୋଉଠି ଦେଖାଯାଉନାହାନ୍ତି ତ? ସୀମା ତା ସାଙ୍ଗ ପିଲାଙ୍କ ସହ ଖେଳିବାକୁ ଯାଇଛି। ଆଉ ଖୁସି ସେ ଏବେ ସକାଳୁ ସକାଳୁ କଲେଜ ପଳେଇ ଗଲାଣି। କଣ କଲେଜ ପଳେଇଲାଣି? ଏତେ ସକାଳୁ ସକାଳୁ? କାଇଁ ତମର କଣ ମନେ ନାହିଁ କି? କଣ ବା? ଆଜି ବା ଆମ ଖୁସିର ପରୀକ୍ଷା ଫଳ ବାହାରିବ। ସେ ସେଇଥିପାଇଁ ସକାଳୁ ସକାଳୁ କଲେଜ ପଳେଇ ଗଲାଣି। ଓହୋ, ବୁଝିଲ, ଏ କାମ ବ୍ୟସ୍ତରେ ମୋର ବା କିଛି ମନେ ହିଁ ରହୁନି। ମା ମା ହେ ବା ଆମ ଖୁସି ଆସିଲାଣି। ଆସିଲାଣି? କଣ ହେଇଛି କି ଖୁସି? ଆଜି ଭାରି ଖୁସି ଜଣା ପଡୁଛୁ। ବୁଝିଲ ମା, ବୁଝିଲ ବାପା, ମୁଁ ଆମ କଲେଜରେ ଫାଷ୍ଟ ହେଇଛି। ହଁ ତୁ ସତ କହୁଛୁ? ହଁ ମା। ହଉ ତୁ ସକାଳୁ ଯାଇଥିଲୁ କିଛି ଖାଇନୁ, ଗଲୁ ଧୋଇ ହେଇ ଆସିବୁ, ଏଠି ତୋ ବାପାଙ୍କ ସହ ବସି ଦିଟା ଖାଇଦବୁ। ହଁ ମା। ଆଚ୍ଛା ନା ଖୁସି, ତୋର ତ କଲେଜ ପାଠ ପଢା ସରିଗଲା, ଏବେ ତୁ କଣ କରିବୁ ବୋଲି ଭାବିଛୁ? ବାପା, ଡାକ୍ତର ହେଇ ରୋଗୀମାନଙ୍କର ସେବା କରିବାରେ ମୋର ଭାରି ଇଚ୍ଛା। ହଉ ଦେଖିବା ଦେଖିବା। ହେଲେ ପଢିବା ପାଇଁ ଏତେ ଟଙ୍କା ଆସିବ କୋଉଠୁ? ଆମେ ତ ଚାଷୀ ମୂଲ୍ୟ ଲୋକ, ଓଳିଏ ଖାଇଲେ ଆର ଓଳିକେ ନାହିଁ। ବହୁ କଷ୍ଟେ ମଷ୍ଟେ ତାକୁ କଲେଜ ପର୍ଯ୍ୟନ୍ତ ପଢେଇଲେ, ପୁଣି ମେଡିକାଲ କଲେଜରେ ପାଠ ପଢିବା ପାଇଁ ଆମ ପାଖରେ ଏତେ ଟଙ୍କା କାହିଁ? ଓହୋ ଖୁସି ବୋଉ, ତମେ ଟିକେ ଚୁପ୍ କରିବ। ଝିଅଟା ମୋର ଯଦି ଭଲ ପଢୁଛି ଆଗକୁ ପଢୁ। ହେଲେ ମୁଁ କଣ ମନା କରୁଛି, କିନ୍ତୁ ପଢିବା ପାଇଁ ଆମ ପାଖରେ ଏତେ ଟଙ୍କା ଆସିବ କୋଉଠୁ? ଦେଖିବା, ଆମର ଯୋଉ ଜମି ଅଛି ଆମେ ଜମିଦାର ପାଖରେ ବନ୍ଧା ପକେଇ ଟଙ୍କା ନେଇ ଆସିବା, ପୁଣି ଧୀରେ ଧୀରେ ସୁଝି ଦେଇ ଆମ ଜମି ନେଇ ଆସିବାନି। ହଉ ତମ ଇଚ୍ଛା, ତମେ ବାପ ଝିଅ ମୋ କଥା କହୁ କେବେ ଶୁଣ ଯେ। ତମେ ବି ଏତେ ଆଉ ବ୍ୟସ୍ତ ହୁଅନି, ମୋର ଡେରି ହେଲାଣି, ମୁଁ ବିଲକୁ ଯାଉଛି। ଆଜି ଆଡମିସନ ପାଇଁ ତ ଭଲ ଭିଡ଼ ଜମିଛି ପିଲାମାନଙ୍କର। ଜମିବନି, ବର୍ତ୍ତମାନ ତ ପିଲାମାନଙ୍କୁ ପାଠ ପଢାଇବା ସବୁ ବାପା ମାଙ୍କର ଦୁର୍ବଳତା। ପାଠ ପଢି କାଲି ଯଦି ସେ କଣ ଗୋଟେ ହେଇଗଲେ, ତାହେଲେ ତାଙ୍କ ଘରର ସମସ୍ୟା ପୁରା ଦୂର ହେଇଯିବ। ଏଇ କଥା ଭାବି ସବୁ ବାପା ମା ତାଙ୍କ ପିଲାଙ୍କୁ ପାଠ ପଢିବା ପାଇଁ ପଠଉଛନ୍ତି। ହଁ ସାର୍, ଠିକ କହିଲେ ଆପଣ। ହଉ ହଉ, ତୁ ଯା, ଜଣ ଜଣ କରି ଭିତରକୁ ଛାଡ। ପଠଉଛି ସାର୍। ଆଡମିସନ ପାଇଁ ଆସିଛନ୍ତି? ହଉ ଆସନ୍ତୁ ଆସନ୍ତୁ, ଭିତରକୁ ଆସନ୍ତୁ, ସାର୍ ଡାକୁଛନ୍ତି। ଆସନ୍ତୁ, ଚାଲ ଇଆଡେ ଆସ। ନମସ୍କାର ସାର୍। ହେଲା ହେଲା, ନମସ୍କାର ନମସ୍କାର, ବସନ୍ତୁ ବସନ୍ତୁ। ଆଡମିସନ ପାଇଁ ଡକୁମେଣ୍ଟ ସବୁ ଆଣିଛନ୍ତି ତ? ହଁ ହଁ ଆଣିଛୁ। ମା ଖୁସି, ତୋ ଡକୁମେଣ୍ଟ ସବୁ ସାରଙ୍କୁ ଦେଲୁ? ହଁ ବାପା, ଦଉଛି। ଡକୁମେଣ୍ଟ ଦେଖି
डॉक्यूमेंट सब ठीक अछि हेले पैसा पत्र विषय टिके कथा आइजिबा हाँ करूनाहांती कौन कहबी आपण तो जानिथिबे हम शिक्षानुष्ठान केते डिमांड हाँ हबनी काईकि जोटी भल पाठ पढ़ा होउची सेठी तो डिमांड रहिबो कोन केते पैसा लागिबो एई 20 रु 25 लाख टका लागिबो हेले मो झियर तो भल मार्क अछि सारे आपण बुझुना जे को मेडिकल कॉलेज रे पाठ पढाइबे ना आर्ट्स कॉलेज रे पाठ पढाइबे जे टंकाटा 2 टंका रे हेइ जिवो हेले सार सरकार तो भल मार्क रखिथिया पिलांग पई स्वल्प टंका रे पाठ पढाइबार व्यवस्था करिछो आपण बुझुना आउरी अनेक पिला के एडमिशन रहिलानी आपण हम पियन सहित जांतु से आपण को भल से बुझाई देबो आसंतु आसंतु मो सते इयाडे आसंतु सर नमस्कार 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 आउ कुआडे आसीथिले एई पुअर एडमिशन पई आस्थिली हाउ हाउ बसंतु एडमिशन पाई डॉक्यूमेंट सब संगे आनी चंती तो आनी छी बंटी सर को सब डॉक्यूमेंट देला दौज बाबू डॉक्यूमेंट देखिली हेले पिलार बहुत कम मार्क अछि गोटे कोन करिवे ना आपण भरोसा रे तो हम आसीछु हाउ आपण गोटे काम करंतु 30 लाख टका देई दियंतु आपण को पुअर एडमिशन हेइ जिवो एई गोटे कथा देई दबा हेले बोर एडमिशन हे जिवो तो मो ना मायाधर मालान मो कथा रे नथाए इलम बिलम मो जानो सेईटा पागना नाइ ना सर मु एमिति आपण ऊपर भरोसा अछि हेले एमिति के कहि देली आ एई सर टंका दियंतु आपण को पुअर एडमिशन हेइ गला आपण एबे आसी पारंतु एबे आसीछु सर बंटी तो एडमिशन हे गेला तेबे खुशी तो हां बाबू बहुत खुशी सुना एडमिशन करने पाई नेता मंत्री ऑफिसर पुओ झियोंकर भिड़ लागुଛି आउ सीट पाइबा ପାଇଁ लक्ष लक्ष डोनेशन भी दउछंती आउ आपण कहउछंती झियर मार्क कथा इटी मार्क पर किछि चलेनी टंका अछि तो सब अछि आपण बा निज आखिर देखिले से भक्तर व्यक्ति ता पुअर कम मार्क थाई मध्य टंका देई एडमिशन करते हाँ देखिली हेले मु कौन करिबी आज्ञा मु तो गरीब चाषीटीए मो पाखरे एते टंका कोउटु आसीबो जे मु लक्ष लक्ष टंका सीट पई डोनेशन देबी खाली मो पाखरे पाठ पढ़िया पई जेती टंका दरकार सेतिकी अछि ता पुणी मो जमी को जमीदार पाखरे बंधा रखी आनी आज्ञा डोनेशन देई परिबेनी ताहले आपण जियर मेडिकल कॉलेज रे पाठ पढ़िया स्वप्न छाड़ी दियंतु चाल खुशी तू मन दुख करना जहा हबो देखा जीवो बुझिले सर पाखरे टंका नाही जियो पाणी मेडिकल कॉलेज रे पाठ पढ़िया बाबा कौन है लगी तू एमिते धोई सही है कुआडू आसुछु बापा खुशी दीदी शहर रो काम सारी घर पहुंचबा हेलेनी तू केमिति जानिलु बा मां मु बा संग पिलांग संगे खेलुथली बापा खुशी दीदी बस रोले चली चली आସୁଥିଲେ ओहो हां बा मु जेमिति तांको देखिची तते कहबे बोली खेळ पाखरु दौड़ी दौड़ी आसीची हो हो तू दौड़ी दौड़ी आसुछु धोई सही है गलु सेठी टिके बसी पड़िबो मां ओहो पुणी कोन हल्ला बा देखो ना बापा खुशी दीदी आसीलेनी अरे हाँ तो कौन है जे की खुशी बापा तम मुंह कहीं सुखिला सुखिला देखा जाउची कौन कहबी खुशी बहू
ଆମ ଖୁସିର ମେଡିକାଲ କଲେଜରେ ଆଡମିସନ ହେଇପାରିଲାନି। ହେଇପାରିଲାନି କାଇଁ? ତାଙ୍କର ସେଠି ପଢିବା ପାଇଁ ଆମ ଖୁସିର କଣ ମାର୍କ ହେଲାନି କି? ନାଇଁ ଲୋ, ମାର୍କ ନାହିଁ। ସେଠି ପଢିବାକୁ ହେଲେ ସିଟ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଡୋନେସନ ଦେବାକୁ ପଡେ। ଆଉ ଆମ ପାଖରେ ଏତେ ଟଙ୍କା କାଇଁ? ମୁଁ ତ ସେଇ କଥା ପ୍ରଥମରୁ କହୁଥିଲି, ହେଲେ ତମେ ବାପ ଝିଅ ମୋ କଥା କଣ ଶୁଣିଲ? ମୁଁ କଣ ଜାଣିଥିଲି ଖୁସି ବୋଉ? ଲୋକ ଗୁଡାକ ଏତେ ଦୁର୍ନୀତି ଆଉ ଭ୍ରଷ୍ଟାଚାର ହେଇଗଲେଣି। ଆମରି ଆଖି ଆଗରେ ଆମ ଖୁସି ଠାରୁ କମ ମାର୍କ ରଖିଥିବା ପିଲା ଟଙ୍କା ଦେଇ ସିଟ୍ ପାଇଗଲା। ହେଲେ ଆମ ଖୁସିର ଭାଗ୍ୟ ଦେଖ। ହଉ ହଉ, ତମେ ଆଉ ମନ ଦୁଃଖ କର ନା। ଖୁସି ଆମର ମେଡିକାଲ କଲେଜରେ ନ ପଢିଲା ନା, ସେ ଏଇଠି ଘରେ ରହି ଚାକିରି ପାଇଁ ପଢାପଢି କରୁ। ଦେଖିବ କଣ ହଉଛି। ହଁ ହଁ, ତମେ ଠିକ କହିଛ ଖୁସି ବୋଉ। ଖୁସି ଆମର ଘରେ ରହି ଏଇଠି ଚାକିରି ପାଇଁ ପଢାପଢି କରୁ ନା, କଣ କହୁଛୁ ଖୁସି? ହଁ ବାପା। ହଉ ହଉ, ତମେ ବାପ ଝିଅ ସକାଳୁ କିଛି ଖାଇବ, ଗଲ ଧୋଇ ହେଇ ଆସିବ, ମୁଁ ତମ ପାଇଁ ଖାଇବାକୁ ବାଢୁଛି। ବୁଝିଲ ଚିତ୍ରଗୁପ୍ତ, ବାସ୍ତବରେ ଚାଷୀର ଝିଅ ପ୍ରତି ବହୁତ ଅନ୍ୟାୟ ହୋଇଛି। ହଁ ମହାରାଜ, ଆପଣ ଠିକ କହୁଛନ୍ତି। ଖାଲି ସେତିକି ନୁହେଁ ମହାରାଜ, ତାହେଲେ ତୋର କଣ ଆହୁରି ବି ସମସ୍ୟା ଅଛି? ଚିତ୍ରଗୁପ୍ତ, ଆମକୁ ଭୂଲୋକରେ ପହଞ୍ଚିବା ପାଇଁ ଆଉ କେତେ ସମୟ ଲାଗିବ? ମହାରାଜ, ଆହୁରି ଅନେକ ସମୟ ଲାଗିବ। ତାହେଲେ ଭୂଲୋକରେ ପହଞ୍ଚିବା ଭିତରେ ଚାଷୀର ଆଉ କଣ କଣ ସମସ୍ୟା ଅଛି ତାହେଲେ ଶୁଣିନବା। ଆଜ୍ଞା ମହାରାଜ। ହେ ଚାଷୀ, ତୁମର ଆଉ କି କି ସମସ୍ୟା ଅଛି ତାହେଲେ ମତେ କୁହ। ମହାରାଜ ଆଉ କିଛି ଦିନ ଯାଇନି ମୋ ଝିଅ ଖୁସି ଚାକିରି ପାଇଁ ଯୋଗ୍ୟତା ହାସଲ କଲା ମହାରାଜ। ଜାଣିଲ ଖୁସି ବୋଉ, ମୁଁ କୁଆଡେ ଶୁଣିଲି ଆମ ଖୁସି ଚାକିରି ପାଇଁ ଯୋଗ୍ୟତା ପାଇଛି। ହଁ, ତମେ ସତ କହୁଛ? ତାହେଲେ ଠାକୁରେ ଆମ କଥା ଶୁଣିଛନ୍ତି। ହଁ, ସବୁ ସେଇ ଭଗବାନଙ୍କର ଇଚ୍ଛା। ତମେ ଖୁସିକି ପଚାରୁନ, ସେ ସବୁ ତମକୁ କହିବନି। ହଁ ତମେ ଠିକ କହିଛ। ଖୁସି, ହଁ ମା। ଆରେ ମା ଏଠିକି ଟିକେ ଆସିଲୁ। ଯାଉଛି ମା। କଣ ହେଲା ମା? ଆରେ ମା ଖୁସି, ତୋ ବାପା କହୁଛନ୍ତି ତୁ କାଳେ ଚାକିରି ପାଇଁ ଯୋଗ୍ୟତା ହାସଲ କରିଛୁ। ହଁ ମା, ମୁଁ ଚାକିରି ପାଇଁ ଯୋଗ୍ୟତା ପାଇଛି। ଖାଲି ବାପାଙ୍କ ସହ କାଲି ଅଫିସକୁ ଯାଇ ଡକୁମେଣ୍ଟ ଭେରିଫିକେସନ କରିଦେଇ ଆସିଲେ ହେଇଯିବ। ଆଚ୍ଛା ମା ଖୁସି, କାଲି ଆମକୁ ଅଫିସରେ କେତେବେଳେ ଯାଇ ପହଞ୍ଚିବାକୁ ପଡିବ? ବାପା, କାଲି ସକାଳ 9ଟାରୁ 10ଟା ଭିତରେ ଅଫିସରେ ପହଞ୍ଚିବାକୁ ପଡିବ। ତାହେଲେ ତ ଆମକୁ କାଲି ସହରକୁ ସକାଳୁ ସକାଳୁ ବାହାରି ଯିବାକୁ ପଡିବ। ହଁ ବାପା। ହଉ, ତୁ ଗୋଟେ କାମ କଲୁ, ତୋର ଯୋଉ ଡକୁମେଣ୍ଟ ଆଉ ଯାହା ଯାହା ସବୁ ଜିନିଷ ପତ୍ର ନବୁ ସଜାଡ଼ିକି ରଖିଦେ। କାଲି ସକାଳୁ ସକାଳୁ ଗାଁ ବସରେ ସହରକୁ ବାହାରି ଯିବା। ହଁ ବାପା। ଆଚ୍ଛା ଖୁସି ବୋଉ, ତମେ ବା କହୁଥିଲ ଦୋକାନ କଣ ସଉଦା ପତ୍ର ଆସିଥାନ୍ତା? ଦେଲ ଦେଲ, ସେ ବ୍ୟାଗଟା ମତେ ଦେଲ। ହଉ ହଉ ଦଉଛି। ହଉ ହଉ ହେଲା ହେଲା, ନେଲୁ ବ୍ୟାଗଟା ରଖିଦେଲୁ। ହଉ ରଖୁଛି। ସାର୍, ଆଜି କଣ ଆପଣଙ୍କର ଆସିବାରେ ଏତେ ଲେଟ୍ ହେଲାଣି? ଆରେ ବୁଝିଲୁ ରାମୁ, କଣ କହିବି, ଘରେ ମ୍ୟାଡାମଙ୍କର ଗୋଟେ ଜିଦ୍, ତାଙ୍କର ଗୋଟେ ସୁନାହାର ଦରକାର। ତୁ ତ ଜାଣିଛୁ ପିଲାମାନଙ୍କ ପାଠ ପଢାରେ ମୋର ସବୁ ଟଙ୍କା ଖର୍ଚ୍ଚ ହେଇଯାଉଛି। ଆରେ ମ୍ୟାଡାମକୁ କହିଲି କିଛି ଦିନ ଅପେକ୍ଷା କର, ସୁନାହାର କିଣିକି ଆଣିଦେବି। ସେ କଣ ମୋ କଥା ବୁଝୁଛନ୍ତି? ସବୁବେଳେ ଖାଲି ମୋ ସହିତ ଝଗଡା କରୁଛନ୍ତି। ସେ ମିଶ୍ର ବାବୁ ତାଙ୍କ ପୁଅ ତା ସ୍ତ୍ରୀ ପାଇଁ ଅମକ ଆଇଲେ, ସେ ସାମଲ ବାବୁ ତାଙ୍କ ସ୍ତ୍ରୀ ପାଇଁ ସମକ ଆଇଲେ। ଏଇ ସବୁ କଥା ଶୁଣି ଶୁଣି ମୋର ସବୁଦିନ ଅଫିସ ଆସିବାରେ ଡେରି ହେଇଛି। ଆଉ କଣ କହିବ? ହଉ ହଉ, ତୁ ଗଲୁ ଗଲୁ, ଡେରି ହେଲାଣି, ଶୀଘ୍ର ଯା। ପିଲାମାନଙ୍କୁ ସବୁ ଭିତରକୁ ଛାଡେ, ଯୋଉମାନଙ୍କର ଆଜି ଡକୁମେଣ୍ଟ ଭେରିଫିକେସନ ହବ। ଡାକୁଛି ସାର୍। ଡକୁମେଣ୍ଟ ଭେରିଫିକେସନ ପାଇଁ ଆସିଛନ୍ତି ତ? ହଁ ଆଜ୍ଞା। ହଁ, ସାର୍ ଡାକୁଛନ୍ତି, ଭିତରକୁ ଆସନ୍ତୁ।
ନମସ୍କାର ସାର୍। ହେଲା ନମସ୍କାର ବସନ୍ତୁ। ଆଉ ଡକୁମେଣ୍ଟ ସବୁ ସାଙ୍ଗେ ଧରି ଆସିଛନ୍ତି ତ? ହଁ ଆଜ୍ଞା। ମା ଖୁସି ତ ଡକୁମେଣ୍ଟ ସବୁ ସାର୍ଙ୍କୁ ଦେଲୁ? ହଁ ବାପା ଦଉଛି। ଦେଲ ଡକୁମେଣ୍ଟଟା ଦେଖିବା। ନିଅନ୍ତୁ ସାର୍। ଦେଖିଲି ଡକୁମେଣ୍ଟ ସବୁ ଠିକ ଅଛି। ତାହେଲେ ତ ସାର୍ ମୋ ଝିଅର ଚାକିରି ହେଇଯିବ। ହେଇଯିବ ଯେ ହେଲେ ହେଲେ ପୁଣି କ'ଣ ସାର୍? ଆପଣ କ'ଣ କିଛି ବୁଝିପାରୁନାହାନ୍ତି କି? କିଛି ବୁଝିପାରିଲିନି ସାର୍, ଟିକେ ବୁଝେଇକିରି କୁହନ୍ତୁ। ଗୋଟେ କାମ କରନ୍ତୁ, ଆମ ପିଅନ ରାମୁ ସହିତ ଯାଅ, ସେ ଆପଣଙ୍କୁ ସବୁ କଥା ବୁଝେଇଦବ। ମୋ ସହିତ ଏଇଆଡ଼େ ଆସନ୍ତୁ। ଶୁଣନ୍ତୁ, ଖାଲି ଡକୁମେଣ୍ଟ ଠିକ୍ ଥିଲେ କିଛି ହବନି। ସାର୍ଙ୍କ ପାଇଁ କିଛି ଖର୍ଚ୍ଚ ପାଣି ଦେବାକୁ ପଡ଼ିବ। ଖର୍ଚ୍ଚ ପାଣି? ମୁଁ କିଛି ବୁଝିପାରିଲିନି। ବୁଝିପାରୁନାହାନ୍ତି କ'ଣ ବା? ସାର୍ଙ୍କ ପାଇଁ କିଛି ଟଙ୍କା ଦେବାକୁ ପଡ଼ିବ। ହେଲେ ମୁଁ ତ ଆଜ୍ଞା ଗରିବ ଚାଷୀଟିଏ, ମୋ ପାଖରେ ଟଙ୍କା କୋଉଠୁ ଆସିବ ଆଜ୍ଞା? ଦେଇପାରିବେନି? ତାହେଲେ ତ ତମ ଝିଅର ଚାକିରି ଆଶା ଛାଡ଼ିଦିଅ। ଚାଲ ଖୁସି, ଏମାନଙ୍କ କଥା ଥାନାରେ ଜଣାଇବା। ଏମାନେ କେମିତି ଆମ କାମ ବିନା ଲାଞ୍ଚରେ କରୁନାହାନ୍ତି। ହଉ ଯାଅ ଯାଅ, ତମ କଥା କିଏ ଶୁଣିବ? ତମ କଥା କିଏ ଶୁଣିବ? ତମ କଥା ତ ଶୁଣିବାକୁ ଅନେକ ବସିଛନ୍ତି ଆଉ। ବୁଝିଲେ ସାର୍, ଏଇପଟେ କହୁଛନ୍ତି ଆମ କଥା ଥାନାରେ କହିବେ। ଥାନାରେ ଯାଉନାହାନ୍ତି କୋଉ ଥାନାକୁ? କଣ ହେଇଛି? ପୁରୁଣା ଭାଇର ବା କାମ ରହିଯାଇଛି, କରିବେନି କି? ସକାଳୁ କଣ ଖାଇପାରୁଛନ୍ତି ଆଜି? କଣ କହିବି ବେବିନା, କାଲି ପ୍ରଧାନକୁ ରାତିରେ ଗୋଟେ ଭୋଜି ରଖିଥିଲେ। ଆଉ ତୁ ତ ଜାଣିଥିବୁ ପୋଖରୀ ଖାଇବାକୁ ହେଲେ ମୁଁ କିଛି ଛାଡ଼ିନି। ବସି ଖାଉ ଖାଉ ଟିକେ ଲେଟ୍ ନାଇଟ୍ ଖାଇଦେଇଛି, ରାତିରେ ଆଉ ଠିକ ସେ ଶୋଇପାରିବନି। ସେଇ ଭିତରେ ସକାଳୁ ହଉ ମ୍ୟାଡାମ, ଆପଣ ଖାଲି ପୁରୀ ଖାଆନ୍ତୁ, ଆମକୁ ଆଉ ନ ଡାକନ୍ତୁ। ହଉ ବେବିନା ବ୍ୟସ୍ତ ହନା, ଏଥର ମୁଁ ଯୁଆଡ଼େ ଯିବି ତତେ ସାଙ୍ଗରେ ନେଇଯିବି, ମିଶିକି ଉପରେ ଖାଇବା। ଆଉ ମୁଁ ତାକୁ ବିରକ୍ତ କନା, ସେ ଫାଇଲ ଗୁଡ଼ା ଥୋଇଦେ, ମୋ ନିଦ ଭାଙ୍ଗିଲେ ମୁଁ ଲେଖିଦେବି। ଠିକ ଅଛି ମ୍ୟାଡାମ। ସେ କାମ କର। ମ୍ୟାଡାମ ନମସ୍କାର। ମ୍ୟାଡାମ ହେଲା, ଆଉ କୁଆଡ଼େ ଆସିଥିଲେ? କଣ ହେଇଛି? କ'ଣ କହିବି ମ୍ୟାଡାମ, ଏ ମୋ ଝିଅ ଖୁସି ଚାକିରି ପାଇଁ ବଛା ହେଇଥିଲା। ହେଲେ ଚାକିରି ଅଫିସର ବିନା ଲାଞ୍ଚରେ ଚାକିରି ହବନି ବୋଲି କହି ଆମକୁ ସେଠୁ ବାହାର କରିଦେଲେ। ଶେଷରେ ଆପଣଙ୍କ ଭରସାରେ ଆସିଛୁ ମ୍ୟାଡାମ, ଆମକୁ ନ୍ୟାୟ ଦିଅନ୍ତୁ ମ୍ୟାଡାମ। ହଉ ବ୍ୟସ୍ତ ହନା, ଦେଖିବା କଣ ହେଇଛି। ଆରେ ବେବିନା, ଆଜ୍ଞା ମ୍ୟାଡାମ, ଏମାନଙ୍କ କଥା ନେଇ ଟିକେ ବୁଝ, ଏମାନଙ୍କର କଣ ହେଇଛି? ଆସନ୍ତୁ ମୋ ସହିତ ଇଆଡେ ଆସନ୍ତୁ। ଶୁଣନ୍ତୁ, ଆପଣ ଆଉ ଏ ବୟସରେ କେତେ ଆଉ ଆଡେ ସାଡେ ବୁଲିବେ? ଗୋଟେ କାମ କରନ୍ତୁ, ବଡ ମ୍ୟାଡାମ ପାଇଁ କିଛି ଖର୍ଚ୍ଚ ପାଣି ଦେଇଦିଅ, ମୋ କାମ ହୋଇଯିବ। ଆଉ ପରେ ମୋ କଥା ଟିକେ ହାଲକେଇକି ବୁଝିବେ। ଆଉ ଶେଷରେ ଆପଣମାନେ ବି ତାଙ୍କଠାରୁ ବଢ଼ିଗଲେ ମ୍ୟାଡାମ। ଭାବିଥିଲି ଥାନାରୁ ନ୍ୟାୟ ପାଇବି ବୋଲି, ହେଲେ ଏଠି ଆସି ଦେଖୁଛି ତାଙ୍କଠାରୁ ବି ବେଶୀ ଦୁର୍ନୀତି ଆଉ ଭ୍ରଷ୍ଟାଚାର। ଆରେ ଯା ଯା, ତୋ ଭଳିଆ ମୁଁ ଏମିତି ବହୁତ ଦେଖିଛି। ତୁ ବୋଧେ ମତେ ଜାଣିନି, ମୋ ନାଁ ବେବିନା। ମୋ ସହ ଲାଗିଲେ ବାଣ୍ଟେଇକି କରିଦେବି ଚୁନା ଚୁନା। ଶୁଣିଛି ମ୍ୟାଡାମ, କହୁଛି ନା କଣ ଆମ କଥା ନେତାଙ୍କୁ କହିବ। ଆମେ କଣ ତାଙ୍କୁ ଲାଞ୍ଚ ମାରି ମାଗୁଛୁ? ଆରେ ଯା ଯା, କୋଉ ନେତାଙ୍କୁ କହିବୁ? ଚାଲ ଖୁସି, ଆମେ ଯିବା। ଏମାନେ ସମସ୍ତଙ୍କ କଥା ଆମ ନେତାଙ୍କ ପାଖରେ କହିବା। ଆରେ ସେ ଯାଉ, କୋଉ ନେତାକୁ କହିବ, ଆମେ ବି ଦେଖିବୁ।
भाई ओ भौणी माने बासी पाड़ा आपणकर प्रिय नेता आम महणरे आज उपस्थित होई वर्तमान ए अंचलर स्वाभिमानी आपण मानकर सुख दुखर साथी आपण मानकर प्रिय नेता श्रीजुक्त सत्यानंद विश्वल महोदय आपणक निकटरे तांकर वक्तव्य रखिबे। नेताजी मोर प्रिय भोटर भाई और भौणी माने आपण माने जानिथिबे पूर्वरु ए अंचलर विकास मोर बापा ही करुथिले आउ एबे ए अंचलर विकास केवल मो द्वारा ही संभव। आगामी निर्वाचन रे मते विपुल संख्या रे भोट देई जययुक्त करिले मु आपणकर सबु आशा पूर्ण करिबी। तो जथा गोड़ को जोता मुंड को छता आ अंटा को फिता जोगई देबी। आपण माने जानिथिबे मोर चिन्ह मशा चिन्ह मशा सिना लोकमानक ठारू रक्त पिए हेले मु लोकमानक रक्त दिए। बुझिले नेता आगो को निर्वाचन आसुछि सबु दलर नेता माने लोकमानक खर्च पानी देले दिया हबो व्यस्त काई होउतो। ओहो व्यस्त हेबिनी हमको भी दबाक पड़िबो नहले सबु भोट सेमन पाई जिबे। हां हमें भी दबा हेले नेता एते टंका आसीबो कि ओ होटी को देखिबा पार्टी कोउठ ने तोठू जोगाड़ हबो ना हाउ आज्ञा। अरे भाई एथरा कहा को वोट दउछ काहा को दउछ माने जो पार्टी ता अधिक खर्च बाणे राम गोटे सियाडे। हां हां ठीक कहला भाई। नमस्कार नेताजी। नमस्कार नमस्कार आउ कुआडे आसीथिले कौन कहबी नेताजी एई मोर झियो खुशी चाकरी पाई बछा हैथला हेले चाकरी ऑफिसर बिना लांचरे चाकरी होई ना बोली कहि हमको बाहर करि देले। आमे सेई अभियोग नै थाना को जाइथिलु हेले थाना रे भी सेई समान अवस्था। थानार बड़ मैडम हमको खर्च पानी मांगिले आउ आमे देई न परिबारु आम कथा रखिले नाही। शेष में बड़ आशा नहीं आपण पाखक आसी नेताजी आपण हमको न्याय दिंतु। हाउ व्यस्त होनी देखिबा कोन होई गोटे काम करन आगो को तो निर्वाचन आसुची आम पार्टी पार्टी को किछि साहाय्य करन आपणकर सब काम होई जो। बुझी पारिलेनी नेताजी साहाय्य की प्रकार साहाय्य बुझी पारिलेनी गोटे काम करन आम टिको आपन सह जानतु से आपन को सब बुझाई देबो। आसन मो सहित इयाडे आसन। ओहो बुझी पारना कौन हो आगो को निर्वाचन आसुची नेताजी जितिले आपनकर सब सुविधा कराई देबे। एबे सिना किछि टंका हम नेताजी को पार्टी पार्टी को देले हबो। छी 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 शेषरे आपण माने भी सेमान कठानु गळी गले बापरे एठी गछर पत्र बिना लांचरे हलेने आ तो कथा तो काम किए बुझिबो। आउ तमर उपदेश मोर दरकार नाही मो झियो तीन होला नाही हमें जाऊ चाल खुशी कहा को धम कहू म बापरे मो ना तिंको जा सहित लागे तार करी दिए सर्वनाश। बुझिले नेताजी कहूची पार्टी पार्टी को टंका दबनी आउ आ कथा आ काम करी अरे खुशी बापा तमे काम सारी फेरिलनी। हाँ फेरिलेनी से देलो हो दौच हे नियो। अच्छा खुशी बापा
ତମେ ତ ଆସିଲ, ହେଲେ ଆମ ଖୁସି କାହିଁ କୋଉଠି ଦେଖାଯାଉନି? ଖୁସି ହଁ ଆସୁଥିଲା ତ, ବୋଧେ ପଛରେ ଆସୁଥିବ। ମା କଣ ହେଲା? ଏଇ ବା ଖୁସି ଦିଦି ଆସିଲେଣି। ମା ମୋ ଡକ୍ୟୁମେଣ୍ଟ ଗୁଡାକୁ ନେଇ ରଖିଦବୁ, ମୁଁ ଟିକେ ଏଇଠୁ ଆସୁଛି। ଏଇଠୁ ଆସୁଛୁ? ହଁ ରଖିଦେବି ଯେ, ତୁ ତ ସକାଳୁ କିଛି ଖାଇନୁ। ହଉ ଯାଉଛୁ ଯଦି ଶୀଘ୍ର ଫେରି ଆସିବୁ। ହଁ ମା ମୋ ପାଇଁ ଟିକେ ଆସିବୁ ହେଲା। କଣ ହେଲା କି ଖୁସି ବାପା? ତମ କାମ କିଛି ହେଲାନି କି? କଣ ଆଉ କହିବି ଖୁସି ବୋଉ, ସବୁଆଡେ ତ ଭ୍ରଷ୍ଟାଚାର ଆଉ ଅନ୍ୟାୟ, କାହା ପାଦ ତଳେ କେତେ ପଡିବି। ହଉ ତମେ ଆଉ ବ୍ୟସ୍ତ ହୁଅନି, ସକାଳୁ କିଛି ଖାଇନ, ଗଲ ଧୋଇ ହେଇ ଆସିବ, ମୁଁ ଖାଇବାକୁ ବାଢୁଛି। ହଉ सोनिया भाई, सोनिया भाई, ओ सोनिया भाई। हिरे नटिया कौन है एते धोई सोई हेई जाउछु। शीघ्र चल, मो सहित शीघ्र चल। तम झियो खुशी विष खाई पड़ीला, आम गाँ पिला माने ताको देखी मेडिकल नहीं गले। शीघ्र आस। कौन कहूछु नटिया, आस चलिलु चलो। डॉक्टर 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 କଣ ହେଇଛି? ବ୍ୟସ୍ତ କାହିଁକି ହେଉଛ? ଦେଖୁଛ ପରା ମୁଁ ଅନ୍ୟ ରୋଗୀ ଦେଖୁଛି। ମ୍ୟାଡାମ ମ୍ୟାଡାମ ଆମ ଝିଅକୁ ଟିକେ ଆଗ ଦେଖନ୍ତୁ ମ୍ୟାଡାମ, ଆମ ଉପରେ ଟିକେ ଦୟା କରନ୍ତୁ। ଆମ ଝିଅ ବିଷ ଖାଇଯାଇଛି ମ୍ୟାଡାମ, ଆମ ଉପରେ ଟିକେ ଦୟା କରନ୍ତୁ। ମୁଁ ଆପଣଙ୍କୁ ହାତ ଗୋଡ଼ କରୁଛି, ଆପଣଙ୍କୁ ଗୁହାରି କରୁଛି। ହଉ ହଉ ଚାଲ ଦେଖିବା କଣ ହେଇଛି। ସିଷ୍ଟର ମୋ ସହ ଆସ, ଦେଖିବା କଣ ହେଇଛି। सिस्टर पेशेंट को शीघ्र ओटी को नहीं जाओ। धरो पेशेंट को ओटी की नहीं चलो, सही रखो। और सुनो तमे माने सब बाहर को जाओ। मैडम मैडम मो झियो केमिति अछि, से भलो अछि तो? सेतेटा भलो नाही, तार गोटे ऑपरेशन हेबो। हेले पुणी कोन मैडम? बुझी पातादी कोन जे हम सिस्टम को सह जातु, से आपन को सब କଥା भलो रे बुझाई देबे। आसंतु सुनियारे आसु। सुनंतु ऑपरेशन पई मैडम को किछि खर्च पानी दबा को पड़िबो। हेले मैडम एटा तो सरकारी मेडिकल, एठी गवर्नमेंट हमर गरीब मानन को मागणा रे चिकित्सा जोगा देउ पुणी खर्च पानी। ओ तमर झियर जीवन आगो ना टंका। सुनंतु समय हम मात्र बहुत कम, जेते शीघ्र करबे आपण निष्पत्ति लेबे। हेले मैडम मो पाखरे तो एतिकी टंका अछि, एतिकी टंका रखि जांतु, बाकी टंका मु परे दे देबी। कौन मात्र एतिकी? सुनंतु एथिरे किछि कहबो। मैडम मृत्यु सहित संग्राम करुଥିବା लोक उपरे आपणकर टिके दया आसुनी मैडम। ओ रकम तुमर दया मैया, मो ना चंद्राणी मा। टंका निये गणी गणी, मो पाखरे कम बेसी होबनी। खुशी बापा
ଶୁଣ ଆମ ଘରେ ଯେତିକି ସୁନା ଅଳଙ୍କାର ଅଛି ତାକୁ ନେଇ ବନ୍ଧା ପକେଇ ଟଙ୍କା ନେଇ ଆସ ଆଉ ସେଇ ଟଙ୍କାରେ ଆମର ଝିଅର ଅପରେସନ ହେଇଯିବ। ହଉ ହଉ। ବାପା ମୋତେ ଯୋଉ ଟଙ୍କା ତମେ ଖର୍ଚ୍ଚ କରିବାକୁ ଦିଅ ସେଥିରୁ କିଛି ମୁଁ ଠାକୁରଙ୍କର ପାଖରେ ରଖିଛି ତାକୁ ବି ନେଇ ଆସିବ। ହଉ ରେ ମା। ହଉ ତମେ ମା ଝିଅ ଝିଅ ଏଇଠି ଥାଅ, ମୁଁ ଗଲି ଆଉ ଆସିଲି। ହଁ ଯାଇ ଶୀଘ୍ର ଫେରିବ। हे प्रभु कालिया शांत अनाथर नाथ मो झील खुशी को साहा हुआ भगवान मो झील खुशी को साहा हुआ ता जीवन बंचाई दियो। खुशी बहु ମୁଁ ଟଙ୍କା ଆଣିକି ଆସିଲି। खुशी बहु ନର୍ସ ମ୍ୟାଡାମ କୁଆଡେ ଗଲେ? नर्स मैडम हे तांको ऑफिस रे अछंती। ମ୍ୟାଡାମ ମ୍ୟାଡାମ କଣ ହେଲା ଟଙ୍କା ଯୋଗାଡ଼ ହେଲା ତ? ହଁ ମ୍ୟାଡାମ ଟଙ୍କା ଯୋଗାଡ଼ ହେଇଗଲା। ଶୁଣନ୍ତୁ ବସ ଇଆଡ଼େ ଆସନ୍ତୁ। ମ୍ୟାଡାମ ମ୍ୟାଡାମ କଣ ହେଲା ସିଷ୍ଟର? ସେ ଯୋଉ ବିଷ ଖାଇଥିବା ପେସେଣ୍ଟର ଅପରେସନ କରିବା ସେ ଲୋକ କଣ ସବୁ ଟଙ୍କା ଦେଇଦେଲାଣି? ହଁ ମ୍ୟାଡାମ ସବୁ ଟଙ୍କା ଦେଇ ସାରିଲାଣି। ହଉ ଚାଲ ଅପରେସନ ପାଇଁ ରେଡି ହେବା। ମ୍ୟାଡାମ ମ୍ୟାଡାମ ମୋ ଝିଅ କେମିତି ଅଛି? ସେ ଭଲ ଅଛି ତ? ଶୁଣନ୍ତୁ ଅପରେସନ ବିଳମ୍ବ କାରଣରୁ ମୋ ଝିଅ ଆଉ ନାହିଁ। ନାହିଁ ମ୍ୟାଡାମ ଆପଣ ମିଛ ଏ ମା खुशी आके खोल खुशी आके खोल ओ खुशी तू हमको छाड़ी जाई परबुनी आके खोल खुशी आके खोल। दीदी उठ दीदी तू मत छाड़ी जाई परबुनी दीदी उठ दीदी तू छाड़ी जाई ଝିଅର ନାଁ ଖୁସି ହେଲେ ଭାବିଥିଲି ତାକୁ ଦୁନିଆର ସବୁ ଖୁସି ଆଣି ପାଦ ତଳେ ହେଲେ ନା ଗୋଟିଏ ଖୁସି ହେଲେ ମୁଁ ଶପଥ କରି କହୁଛି ଯୋଉ ଟଙ୍କା ପାଇଁ ମୋ ବଡ଼ ଝିଅର ଜୀବନ ଚାଲିଗଲା ମୋ ସାନ ଝିଅ ପ୍ରତି ସେମିତି ଅନ୍ୟାୟ ହେବାକୁ ଦେବିନି। ଯେକୌଣସି ଉପାୟରେ ହଉନା କାହିଁକି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବି। ହଁ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବି। କଣ ସବୁ ଦୋକାନ ବଜାର ଖୋଲିଗଲାଣି? ମୋର ବୋଧେ ଆଜି ଆସିବା ଡେରି ହେଇଗଲା ଆଉ। ଯାଏ ଆଗେ ଦୋକାନ ଖୋଲିକି ଠାକୁର ପୂଜା କାମଟା ସାରିଦିଏ। चालू साई साई टी बोले मुटी मुचाउले मिसाई गोड़ी टी बितु खाई
ঘন্টা ঘরে কি রাখাটি বলে ঘুটি মো বেপার চালু সাই সাই দি বলে ঘুটি মু করুথাই দুর্নীতি এমিতি বলে ঘুটি দুর্নীতি দেখা না যাও রাখিকি বলে ঘুটি প্রভু নীতি ଆପଣଙ୍କୁ ପୂଜୁଥିବିଟି ଆପଣଙ୍କ କୃପା ରହୁ ଏମିତି କେବେ କାହାକେ ଧରାଇବ ନାହିଁ ବୋଲେ ମୁଠି ମୋ ବେପାର ଚାଲୁ ସାଇ ସାଇକି ବୋଲେ ମୁଠି ପଦେ ଭୁଲ କରି ପହଞ୍ଚି ଗଲେଣି। ହଁ ମହାରାଜ ଆମେ ଭୁଲ ଲୋକରେ ପହଞ୍ଚି ଗଲେଣି। ଚିତ୍ରଗୁପ୍ତ ଏ ଜାଗା ଦେଖିଲା ଭଳି ମନେ ହେଉଛି। ମହାରାଜ ଦେଖିଲା ବୋଲି ମନେ ହେଉଛି ବୋଲି କଣ କହୁଛନ୍ତି? ଆମେ ପୂର୍ବଥର ଯେତେବେଳେ ଭୁଲ ଲୋକକୁ ଆସିଥିଲୁ ଆମେ ଏଇଠି ବା ଓହ୍ଲେଇଥିଲୁ। ଠିକ କହିଛ ଚିତ୍ରଗୁପ୍ତ, ହେଲେ ଏଠି ଏତେ ଲୋକଙ୍କର ଭିଡ଼ ଜମିଛି କଣ? ପୂର୍ବ ବର୍ଷ ଭଳି କଣ ଏ ବର୍ଷ ବି ଏଠି ଫଙ୍କସନ ଚାଲିଛି ନା କଣ? ହଁ ମହାରାଜ ଆଜି ପେଣ୍ଟାସିସ୍ କମ୍ପ୍ୟୁଟରର ବାର୍ଷିକ ଉତ୍ସବ ଚାଲିଛି। ହେଲେ ତ ପୂର୍ବଥରକ ତମେ ମତେ କହୁଥିଲ ଏହାର ନାମ ଓସିଏ ବୋଲି। ହଁ ମହାରାଜ ଠିକ କହୁଛନ୍ତି, ପୂର୍ବରୁ ଏହା ଓସିଏ ଥିଲା, କିନ୍ତୁ ଏହି ଇନଷ୍ଟିଚ୍ୟୁଟର ମୁଖ୍ୟ ଓସିଏ ପରିବର୍ତ୍ତେ ପେଣ୍ଟାସିସ୍ କମ୍ପ୍ୟୁଟର ଆଣିଛନ୍ତି ଏହି ସବୁ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତତର କରିବା ପାଇଁ। ମୋତେ ଯାହା ଲାଗୁଛି ଚିତ୍ରଗୁପ୍ତ, ତୁମେ ଏ ସଂସ୍ଥାର ମୁଖ୍ୟଙ୍କୁ ଭଲ କରି ଜାଣିଛ, ନହେଲେ ଏତେ କଥା କେମିତି କହିପାରିଥାନ୍ତ? ନାଇଁ ମୋ ମହାରାଜ, କଥା କଣ କି ଆମ ଜମପୁରରେ ଯୋଉ ପୁରୁଣା କମ୍ପ୍ୟୁଟର ଗୁଡେ ଅଛି ସେ ତ ସବୁବେଳେ ଖରାପ। କମ୍ପ୍ୟୁଟର ସଜାଡ଼ିବା ପାଇଁ ଜମପୁରରେ ତ କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ମୁଁ ଏଇଠି ସାରଙ୍କ ପାଖକୁ କମ୍ପ୍ୟୁଟର ସଜାଡ଼ିବାକୁ ନେଇ ଆସେ। ସାରଙ୍କ ଲୋକ ସେ ବା ମାଗଣାରେ ଆମ କମ୍ପ୍ୟୁଟର ସବୁ ସଜାଡ଼ି ଦିଅନ୍ତି। ହେଲେ ଜମପୁରରୁ ମୋ ପାଖରୁ ଯୋଉ କମ୍ପ୍ୟୁଟର ସଜାଡ଼ିବା ପାଇଁ ପଇସା ଆଣ, ତାକୁ ତମେ କଣ କର? ମହାରାଜ କଥା କଣ କି ସେଇ ଟଙ୍କାରେ କେତେବେଳେ କଣ ମୁଁ ରମ୍ଭା ଉର୍ବଶୀ ଆଉ ମେନକାଙ୍କ ପାଇଁ କଣ ଭଲ ମନ୍ଦ କିଣି ନେଇଯାଏ ଆଉ। ବୁଝିଲ ଚିତ୍ରଗୁପ୍ତ, ତମର ସେଇ ପୁରୁଣା ରୋଗଟା ଗଲାନି ଆଉ। ନାଇଁ ମୋ ମହାରାଜ, ଆଉ କଣ ବା? ମହାରାଜ ଏ ଗୋଟେ ଅଲଗା ପ୍ରକାର ଖୁସି ଆଉ। ଥାଉ ତମ ଖୁସି ସେତିକି ଥାଉ, ଏବେ ଚାଲ ଆଗକୁ ଯିବା। ଚାଲନ୍ତୁ ମହାରାଜ। କି ସୁସ୍ୱାଦୁ ଖାଦ୍ୟର ବାସ୍ନା। ଚିତ୍ରଗୁପ୍ତ, ପୂର୍ବ ବର୍ଷ ଭଳି ଏ ବର୍ଷ କଣ ସାରେ ଭୋଜିର ଆୟୋଜନ କରିଛନ୍ତି? ହଁ କରିଛନ୍ତି, ହେଲେ କଣ ହବ? କଣ ହେବ ମାନେ? ମହାରାଜ ଆପଣ ପୂର୍ବଥର କହିଥିଲେ ଭୂଲୋକରୁ କାମ ସାରି ଗଲାବେଳେ ଆମେ ଏଠି ଭୋଜନ କରିକି ଯିବା, ଆଉ ଆପଣ ମ୍ୟାଡାମ ମାନଙ୍କ ପାଇଁ ପାର୍ସଲ ନେଇକି ଯିବା। ହେଲେ କଣ ହବ? ପୂର୍ବଥର ଆପଣ ନିଜେ ଭୋଜନ କଲେ ନା ମୋତେ କରିବାକୁ ଦେଲେ, ନା ଆପଣ ମ୍ୟାଡାମ ପାଇଁ ପାର୍ସଲ ନେଇକି ଗଲେ। ପାର୍ସଲ ନ ନେବା କାରଣରୁ ଆପଣଙ୍କ ମ୍ୟାଡାମ ମାନେ ମୋ ସହିତ ଅନେକ ଦିନ ପର୍ଯ୍ୟନ୍ତ କଥା ହେଲେଣି। ମୁଁ ଯୋଉ କଷ୍ଟରେ ରହିଛି ଆପଣ କଣ ସେ କଥା ବୁଝିପାରିବେ? ମୋ ମାରା ମାନେ ତୁମ ସହିତ କଥା ହେଲେନି, ଏଥିରେ ତୁମର କି ପ୍ରକାର କଷ୍ଟ ଚିତ୍ରଗୁପ୍ତ? ମହାରାଜ ଆପଣ ସେ କଥା ଜମା ବୁଝିପାରିବେନି, ସେଟା ଭିତରିଆ ଅଲଗା ପ୍ରକାର। ମହାରାଜ ଏଇଠି ମହାରାଜ କଷ୍ଟ ହେଉଛି। ହଉ ଚିତ୍ରଗୁପ୍ତ, ଦେଖିଲ ଆଗରେ ଗୋଟେ କଣ ଦେଖା ଯାଉଛି? ହଁ ମହାରାଜ ଆଗରେ ଗୋଟେ ଦୋକାନ ନା କଣ, ଚାଲୁନାହାନ୍ତି ସେଇଠି ଟିକେ ବସି ବିଶ୍ରାମ ନେବା। ହଉ ଚାଲ। ସକାଳୁ ଦୋକାନ ଆଡକୁ ଯାତ୍ରା ପୋଷାକ ପିନ୍ଧି ଦୁଇ ଜଣ ଆସୁଛନ୍ତି ବୋଧେ। ହଉ ଆସନ୍ତୁ ଦେଖିବା। ହେ ମାନବ, ଆମେ ଚାଲି କ୍ଳାନ୍ତ ହୋଇ ପଡ଼ିଛୁ, ଏଠି ଆମକୁ ଟିକେ ବିଶ୍ରାମ ମିଳିବ? ବିଶ୍ରାମ ମିଳିବ ଯେ, ହେଲେ ଭାଇ ମୋତେ ଆଗେ କୁହ, ତମେ କୋଉଠି ରାମଲୀଳାରେ ଅଭିନୟ କରୁଥିଲ କି? ପୋଷାକ ନ ବଦଳାଇ ପଳେଇ ଆସିଛ? ଚିତ୍ରଗୁପ୍ତ, ଏ ମାନବ କଣ ଆମକୁ ଭାଇ ବୋଲି କହୁଛି ରାମଲୀଳାରେ ଅଭିନୟ କରିଥିଲୁ?
ପଚାରୁଛି ହେ ମାନବ ତୁମ୍ଭେ କ'ଣ ଆମକୁ ଚିହ୍ନି ପାରୁନା? ତୁମ ସାମ୍ନାରେ ସ୍ୱୟଂ ଯମରାଜ ଉପସ୍ଥିତ। ମୋର ଭୁଲ ହୋଇଗଲା ମହାରାଜ, ମୋର ଭୁଲ ହୋଇଗଲା, କ୍ଷମା କରନ୍ତୁ। ହଉ ହଉ ଠିକ ଅଛି, ତୁମକୁ ମୁଁ କ୍ଷମା କଲି। ଆସନ୍ତୁ ମହାରାଜ, ଏଇଠି ବସନ୍ତୁ। ହେ ମାନବ ଆମେ ଚାଲି ଚାଲି କ୍ଳାନ୍ତ ହୋଇପଡ଼ିଛୁ। ଯଦି ତୁମ ପାଖରେ କିଛି ଖାଦ୍ୟ ପାନୀୟ ଅଛି ତାହେଲେ ଆମକୁ ଦିଅ। ଦଉଛି ମହାଶୟ। ଦିଅନ୍ତୁ ମହାଶୟ। ହେ ମାନବ ତୁମେ ଏବେ ଯୋଉ ଖାଦ୍ୟ ପାନୀୟ କେଉଁ କମ୍ପାନୀରୁ ଆସିଛି କି? କାହିଁକି ଏଥିରେ ତ କିଛି ଲେଖା ହୋଇନି। ଆମର ଏଠି ପ୍ରାୟ କମ୍ପାନୀ ଜିନିଷ ରଖୁନା, ସବୁ ଲୋକାଲ ଜିନିଷ ରଖୁ। ହେଲେ କ'ଣ ପାଇଁ? କମ୍ପାନୀ ଜିନିଷ ସରକାରଙ୍କର ସବୁ ମାନଦଣ୍ଡ ପୂରଣ କରିଥାଏ, ତେଣୁ ସେଥିରୁ ଆମର ବେଶୀ କିଛି ଲାଭ ପାରିନଥାଏ। ଆଉ ଲୋକାଲ ଜିନିଷରେ ସେମିତି କିଛି ନଥାଏ, ତେଣୁ ଅଧିକ ପଇସା ଆଶାରେ ଆମେ ଲୋକାଲ ଜିନିଷ ରଖୁ। ହେଲେ ମାନଦଣ୍ଡ ଠିକ ନଥିଲେ ଏହା ତ ମଣିଷ ପାଇଁ କ୍ଷତିକାରକ। ବୁଝିଲେ ମହାଶୟ, ଆମର ଏଠି ଖାଲି ଲାଭ ଦେଖାଯାଏ, ଆଉ କାହାର କ'ଣ କ୍ଷତି ହେଲା ଆମେ ସେଟା ଦେଖୁନା। ହଁ ମାଉସୀ, କ'ଣ ହେଲା? ମତେ 2 କେଜି ଚାଉଳ ଦେଲି ରେ ବାପା। ହଉ ଦଉଛି ମାଉସୀ। ମାଉସୀ ବ୍ୟାଗ ଦେଖାଅ। ରେ ବାପା ଚାଉଳରେ କ'ଣ ଏତେ ଗଡ଼ି? ମୁଁ କ'ଣ କରିବି ମାଉସୀ, ବୁଢୀ ମିଶା ଚାଉଳ ତ ସିଆଡୁ ଆସୁଛି। ସିଆଡୁ ଆସୁଛି ନା ତୁ ମିଶେଇ ଦେଇଛୁ? କ'ଣ କରିବି ମାଉସୀ, ପେଟ ପାଟଣା କଥା, ମୁଁ ବି ଦିଟା ମିଶେଇ ଦଉଛି। ଆଉ ଦେଖୁଛନ୍ତି ମହାରାଜ ଏ ମାନବ କେମିତି ଦୁର୍ନୀତି କରୁଛି। ଦେଖୁଛି ଚିତ୍ରଗୁପ୍ତ, ମୁଁ ସବୁ ଦେଖୁଛି। ହେ ମାନବ ତୁମର ଏଠି କ'ଣ କୌଣସି କାମରେ ବି ସ୍ୱଚ୍ଛତା ବୋଲି କିଛି ନାହିଁ? କେମିତି ହବ ମହାଶୟ, ଏଠି ତ ସମସ୍ତେ ଅଧିକ ରୋଜଗାର କରିବା ଆଶାରେ ଭ୍ରଷ୍ଟାଚାରରେ ବୁଡ଼ି ରହୁଛନ୍ତି। ହେ ମାନବ ଏଠିକାର ସରକାର କ'ଣ ଏ ଦୁର୍ନୀତି ବିରୋଧରେ କୌଣସି ପଦକ୍ଷେପ ନେଉନାହାନ୍ତି? ସରକାର କ'ଣ ପଦକ୍ଷେପ ନେବେ? ଏଠି ବା ବାଡ଼ ଫସଲ ଜଗିବ କ'ଣ, ବାଡ଼ ନିଜେ ଫସଲକୁ ଖାଇଦେଉଛି। ଆଉ ଅନେକ ସରକାରୀ କର୍ମଚାରୀ ଏଇ ଦୁର୍ନୀତି ଆଉ ଭ୍ରଷ୍ଟାଚାରରେ ବୁଡ଼ି ରହୁଛନ୍ତି। ମହାରାଜ ମୁଁ ଯାହା ଏଠି ଦେଖୁଛି ଏଠି ଉପର ସ୍ତରରୁ ଆରମ୍ଭ କରି ନିମ୍ନ ସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଏ ଦୁର୍ନୀତିରେ ଲିପ୍ତ। ହେଲେ ଏଥିରେ ଏମାନଙ୍କର ଲାଭ କ'ଣ ହେଉଛି ଚିତ୍ରଗୁପ୍ତ? ମହାରାଜ ବାସ୍ତବରେ ଏମାନଙ୍କର ଏଥିରେ କୌଣସି ଲାଭ ହେଉନାହିଁ। ହେଲେ କେମିତି ଚିତ୍ରଗୁପ୍ତ? ଦେଖନ୍ତୁ ମହାରାଜ ଏ ସବୁ ମଣିଷ ଗୋଟିଏ ଶୃଙ୍ଖଳରେ ବନ୍ଧା। ପ୍ରତ୍ୟେକ ମଣିଷ ଅନ୍ୟ ମଣିଷ ଉପରେ ନିର୍ଭରଶୀଳ। ଯେତେବେଳେ ଗୋଟିଏ ମଣିଷ ସେ ଯୋଗାଉଥିବା ଦ୍ରବ୍ୟରୁ ଅଧିକ ଲାଭ କରି ଅଧିକ ଟଙ୍କା ରଖିବ ତ ଏଥିରେ ଯେଉଁମାନେ ଶୋଷଣର ଶିକାର ହେଲେ ସେମାନେ ମଧ୍ୟ ଯେଉଁ ସବୁ ସେବା ଯୋଗାଉଛନ୍ତି ସେମାନେ ମଧ୍ୟ ଠିକ୍ ସେହିପରି ଅନ୍ୟମାନଙ୍କ ଠାରୁ ଅଧିକ ଟଙ୍କା ରଖିବେ, ଯାହାଫଳରେ ଏ ସମ୍ପୂର୍ଣ୍ଣ ଶୃଙ୍ଖଳ ଉପରେ ଏହାର ପ୍ରଭାବ ପଡ଼ିବ। ଠିକ କହିଲ ଚିତ୍ରଗୁପ୍ତ, ଏ ମନୁଷ୍ୟ ଜାତି ଦୁର୍ନୀତି ଭଳିଆ ଏକ କଦର୍ଯ୍ୟ ଓ ଅପବାଦ କାମ କରୁଛି, ଯାହା ଫଳରେ କାହାର ବି ଲାଭ ହେଉନାହିଁ। କେବଳ ସମସ୍ତଙ୍କୁ ଠକି ଚାଲିଛନ୍ତି। ହଁ ମହାରାଜ, ଆପଣ ଆଜି ମୋର ଆଖି ଖୋଲିଦେଲେ। ଆଉ ଏ ଦୁର୍ନୀତି ଭଳି କଦର୍ଯ୍ୟ କାମ ମୁଁ କଦାପି କରିବି ନାହିଁ। ମାଉସୀ ସେ ଗୋଡ଼ି ମେସେ ଚାଉଳ ଦିଅ, ମୁଁ ଭଲ ଚାଉଳ ଦଉଛି। ହଉ ରେ ପୁଅ, ଭଗବାନ ତୋର ମଙ୍ଗଳ। ତାହେଲେ କୁହ ଚିତ୍ରଗୁପ୍ତ, କ'ଣ କଲେ ଏ ଭୁଲ କରୁ ଦୁର୍ନୀତି ଭଳିଆ କଦର୍ଯ୍ୟ ଓ ଅପବାଦ କାମ ରୋକାଯାଇ ପାରିବ? ହଁ ମହାରାଜ ଏ ଦୁର୍ନୀତି ଆଉ ଭ୍ରଷ୍ଟାଚାରକୁ ନିଶ୍ଚିନ୍ତ ରୂପେ ରୋକାଯାଇପାରିବ।
ଯଦି ପ୍ରତ୍ୟେକ ମଣିଷ ବିନା କାମରେ ଅର୍ଥ ପାଇବାର ଲାଳସା ନ ରଖେ, ତା ସହିତ ସେ ଯେତିକି କାମ କରୁଛି ଠିକ୍ ସେତିକି କାମର ପ୍ରାପ୍ୟ ଆଶା କରିବ, ତାଠାରୁ ଅଧିକ ଆଶା କରିବ ନାହିଁ। ସବୁଠାରୁ ବଡ଼ କଥା, ଯଦି ଏ ମଣିଷ सेल्फ ओरिएंटेड न होई लेसन ओरिएंटेड हुए तथा ए वसुधैव कुटुंबक नीति रे ए सारा विश्व को निज परिवार परि मन करे, ताहले ए समाज रु ए पृथ्वी रु दुर्नीति और भ्रष्टाचार भरी लोगों को निश्चिंत रूपे दूर करा जाई परिबो। महाराज, निश्चिंत रूपे दूर करा जाई परिबो। ठीक कहिल चित्रगुप्त। ए सुनी रख हे मानव जाति, जदि तुमे माने ए देशरु दुर्नीति भली एक कदर्य अपवाद काम को संपूर्ण भावे रोकिबा को चाहुछ, ताहाले दुर्नीति को संपूर्ण भावे छाड़ीबा को पड़िबो। देश को सुंदर और आगे बढ़ाना है तो दुर्नीति को छोड़ना चाहिए। समझते एका साथी रे, एका स्वर रे कुहो, देश को सुंदर और आगे बढ़ाना है तो क्या करना चाहिए? दुर्नीति को छोड़ना है, छोड़ते। देश को सुंदर और आगे बढ़ाना है तो क्या करना चाहिए? दुर्नीति को छोड़ना है, छोड़ना है। देश को सुंदर और आगे बढ़ाना है तो क्या करना चाहिए? दुर्नीति को छोड़ना है। समय के चक्र के तले जो मैं रोज पिस रहा हूँ, दिल में फक्र लेके रोज 8 घंटे घिस रहा हूँ। खून पसीने की कमाई, भ्रष्टाचारियों पे गवाही, भ्रष्टाचार उखाड़ने के लिए डिस रहा हूँ। माँ बाप शिक्षकों ने सिखाई थी नैतिकता, बिकती हर सीख है आज लालच ही है दिखता। लिखता आक्रोश में समझ के अपनी जिम्मेदारी, होश अगर बचा हुआ तो देखो ये वास्तविकता। खामोश देश क्यों दोष दूसरों पे लगा के जोश, सिर्फ फिल्मों में असल में घूस हम खुद खिलाते। लातों के भूत हम बन चुके, जागेंगे कब जब बेच देंगे भ्रष्टाचारी देश मेरा ये जला के देश। बिक रहा जमीर का दाम आज मुफ्त है, लुत्फ उठा रहे हैं चोर, इनकलाब विलुप्त है। काला क्यों है कहते इनके धन को, बोलू लाल में लगा है इनके नोटों पे गरीब का जो रक्त है। इंसाफ का दर हो या शिक्षा का घर, छोड़ी बड़ी गली मोहल्ले का हर दफ्तर, अफसर की करी ना जो जेब भराई, विनती का ना होगा तेरे कोई उत्तर। उठकर फिर निकल भाई अपने घर, रिश्वत ना दी तो कस ले कमर, झुका के सर अब खूब लगा तू रोज रोज दफ्तर के चक्कर। क्या होगा कालिया?